କେଉଁ ସମ୍ପର୍କୀୟ ବନ୍ଧୁବାନ୍ଧବମାନଙ୍କ କଥା କହୁଛ, ଯେଉଁମାନେ ତୁମର ଅଭାବ କାଳେ ନ ଚିହ୍ନିଲା ପରି ମୁହଁ ଫେରାଇ ଚାଲିଯାଆନ୍ତି, ଆଉ ତୁମ ସଫଳତା ଦେଖି ବିନା କାରଣରେ ପାଖକୁ ଆସି ତୁମର ପ୍ରଶଂସା କରିଥାନ୍ତି। ଜାଣନ୍ତି, ଆପଣ ମରିଗଲା ପରେ ଆପଣଙ୍କ ବନ୍ଧୁବାନ୍ଧବମାନେ ପଚାରିବା ପ୍ରଥମ ପ୍ରଶ୍ନ କ'ଣ? ମରିକି କେତେ ସମୟ ହେଲା? କାରଣ ଯେତେ ଶୀଘ୍ର ଅନ୍ତିମ ସଂସ୍କାର ସାରିବେ, ସେତେ ଶୀଘ୍ର ଘରକୁ ଫେରିଯିବେ। ଆଉ ଯେଉଁ ସାଙ୍ଗସାଥୀମାନଙ୍କ ସହିତ ଦିନରାତି ଧରି ସମୟ ବିତାଉଛ, ଯେଉଁମାନଙ୍କ ପାଇଁ ଦୁନିଆ ସହିତ ଲଢ଼ିବା ପାଇଁ ଅଣ୍ଟା ଭିଡ଼ି ଛିଡ଼ା ହୋଇଯାଉଛ, ଜାଣନ୍ତି ଆପଣ ମରିଗଲା ପରେ ସେମାନେ କ'ଣ କରିବେ? କେବଳ ସେହି ଗୋଟିଏ ଦିନ ପାଇଁ ଆପଣଙ୍କ ଫଟୋକୁ ଷ୍ଟାଟସରେ ରଖିବେ। ଯେଉଁ ପ୍ରେମ ପାଇଁ ଦିନରାତି ଏକା କରିଦେଉଛ, ଶୟନେ ସେପନରେ ଜାଗରଣେ ଯାହା କଥା ଭାବୁଅଛ, ଯାହା ପାଇଁ ନିଜ ପରିବାର ସହିତ ମଧ୍ୟ ଲଢ଼ି ଯାଉଛ, ଜାଣନ୍ତି ଆପଣ ମଲା ପରେ ସେ କ'ଣ କରିବ? ସେ ଆଉ କାହାକୁ ବାହା ହୋଇ ସଂସାର କରିବ। କେବଳ ଦୁଃଖୀ ହେବେ ନିଜ ପରିବାର ଲୋକେ। ଆପଣଙ୍କୁ କିଛି ଦିନ ପାଇଁ ହେଉ ପଛେ ଝୁରିବେ, କେବଳ ନିଜ ପରିବାର ଲୋକେ। ତେଣୁ ଜୀବନରେ ବଞ୍ଚିଥିବା କିଛି ସମୟ ନିଜ ପରିବାର ସହିତ ଅତିବାହିତ କରନ୍ତୁ।